ଭାଇ ଏ ଭିଡ଼ିଓଟି ମୋର ସେମାନଙ୍କ ପାଇଁ ଯେଉଁମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପେୟାର ହେଉଛ ତ ଘରଠୁ ଦୂରରେ ରହିକି କୋଚିଂ ସେଣ୍ଟରରେ କୋଚିଂ ନେଇକି ଘର ଭଡ଼ା ନେଇକି ଯେଉଁମାନେ ରହିକି ପ୍ରିପେୟାର ହେଉଛ ତ ଘର ଲୋକମାନେ ତୁମକୁ ଗୋଟେ ରେସ୍ପନ୍ସିବିଲିଟି ଦେଇଛନ୍ତି। ତୁମ ସେ ରେସ୍ପନ୍ସିବିଲିଟିଟାକୁ ଠିକ୍ ଭାବରେ କରିବା ଦରକାର। ଯଦି ତୁମେ ନ କରିକି ତୁମେ ଏଠି କ୍ରିକେଟ୍ ଖେଳ ଦେଖିବ, ମ୍ୟାଚ୍ ଚାଲିଛି, ଫୁଟବଲ୍ ଖେଳ ଦେଖିବ, ଇନଷ୍ଟା ଚଲେଇବ, ରିଲ୍ସ ଦେଖିବ, ଟାଇମ୍ ୱେଷ୍ଟ କରିବ। ଦେଖ ତୁମେ ଯଦି 5 ଜଣ ରହୁଛ ତାହେଲେ 3 ଜଣ ପାଠ ପଢ଼ୁନଥିବେ, 2 ଜଣ ପଢ଼ୁଥିବେ। ଆଉ ସେ 3 ଜଣ ଯେ ପଢ଼ୁନଥିବେ ସେ ସବୁ ରିଲ୍ସ ଦେଖୁଥିବେ, କ୍ରିକେଟ୍ ଫେଭରେଟ୍ କ୍ରିକେଟ୍ ମୋର ମ୍ୟାଚ୍ ହେଲା ଦେଖିବି, ଟାଇମ୍ ୱେଷ୍ଟ କରୁଛ। ଯେତେବେଳେ 2 ଜଣ ଜବ୍ ପାଇଯିବେ ଯେତେବେଳେ ଘର ଲୋକ କହିବେ ତୁମେ 5 ଜଣ ତ ରହୁଥିଲ, 2 ଜଣ ପାଇଲେ, ତୁମେ 3 ଜଣ କାହିଁ ପାଇଲନି, ତ ସେଇଠି ତୁମ ଭାରି ଖରାପ ଲାଗିବ। ତେଣୁ ସେଇଠି ନିଜ ରେସ୍ପନ୍ସିବିଲିଟି ନେଇକି ତ ଯେତେ ବୁଝିଲେ ଯେତେ ମୋଟିଭେସନ୍ ମିଳିଦେଲେ କିଛି ହେବ, ନିଜେ ଭାବିବା ଦରକାର ଜିନିଷଟା। ତେଣୁକରି ଟାଇମ୍ ୱେଷ୍ଟ କରନି, ସମୟଟା ଠିକ୍ ୟୁଜ୍ କରି ପାଠ ପଢ଼।